ଏକ ବଡ଼ ଖବର ଆସିକା ଖଣ୍ଡଦୋଳି ରାଜବନ୍ଧ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର। ନମସ୍କାର, ଆପଣ ଦେଖୁଛନ୍ତି ଜାଗୃତି ଖବର। ଏହି ସମୟରେ ଏକ ବଡ଼ ଏବଂ ଦୁଃଖଦ ସମ୍ବାଦ ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରୁ। ଆସିକା ଥାନା ଅନ୍ତର୍ଗତ ଖଣ୍ଡଦୋଳି ରାଜବନ୍ଧ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ପ୍ରକାଶ ପାଇଛି। ମୃତ ମହିଳା ଜଣକ ସ୍ଥାନୀୟ ଖଣ୍ଡଦୋଳି ଗ୍ରାମର ଅନୁଜ ପ୍ରଧାନଙ୍କ ସ୍ତ୍ରୀ ରିତୁ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି। ତାଙ୍କ ବୟସ ପ୍ରାୟ 37 ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ଆଜି ସ୍ଥାନୀୟ ରାଜବନ୍ଧ ଏକ ବନ୍ଧ ହୁଡ଼ା ତଳେ ରିତୁଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ଏକ ସ୍ୱାଭାବିକ ମୃତ୍ୟୁ, ଆତ୍ମହତ୍ୟା ନା ଏହା ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ରହିଛି, ସେ ନେଇ ଅନେକ ସନ୍ଦେହ କରୁଛି। କେହି ମହିଳାଙ୍କୁ ହତ୍ୟା କରି ମୃତଦେହକୁ ଏଠାରେ ଆଣି ଫିଙ୍ଗି ଦେଇଛି କି ନା ଏହା ପଛରେ ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ। ଖବର ପାଇ ଆସିକା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହା ସହିତ ସାଇଣ୍ଟିଫିକ୍ ଟିମ୍ ଏବଂ ସ୍ଥାନୀୟ ପୋଲିସ ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଚଳାଇଛି। ପୋଲିସର ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ, ଜାଗୃତି ଖବର।